सोशल मीडिया ଯେତେବେଳେ ଏତେ ପୋଷ୍ଟ କରିଛି ଏବଂ ଦିଲ୍ଲୀ ପୋଲିସ ଅଲରେଡି ଆସିକି ୱାର୍ନ ବି କରିସାରିଛନ୍ତି, ୱାର୍ନିଂ ବି ଦେଇସାରିଛନ୍ତି ଏବଂ ତାଙ୍କ ପରିବାରକୁ ବୁଝେଇକି ବି ଯାଇଛନ୍ତି। ଆମର ଯୋଉ ଜୁରିଡିକ୍ସନ ଅନୁସାରେ କ୍ୟାପିଟାଲ ପୋଲିସ କ'ଣ କରୁଥିଲେ, ଦିଲ୍ଲୀ ପୋଲିସ ଆସି ମାନେ ତାଙ୍କର ଘରକୁ ଆସି ସ୍କାନରରେ ରଖିଲେ, ଆପଣଙ୍କର ସ୍କାନରରେ ସେ ଆସୁନଥିଲା ବୋଧେ। ଆଉ ସରକାରଙ୍କୁ ତ ଭଲ ଆକାରରେ ଦରମା ନେଉଛନ୍ତି, ପ୍ରମୋସନ ପଛରେ ତ ଗୋଡ଼ଉଛନ୍ତି, ସମସ୍ତେ ସଲାସୂତ୍ରରେ ମାତିଛନ୍ତି, କାହିଁକି ସ୍କାନରରେ କାହାକୁ ରଖିବେ? ଦିଲ୍ଲୀ ପୋଲିସ ଫାର୍ଷ୍ଟ ଟାଇମ୍ ଆସିକିରି ତାକୁ ସ୍କାନରରେ ରଖିଲେ ଏବଂ ଆମ ଦେଶ ଦ୍ରୋହୀ କାର୍ଯ୍ୟକଳାପର ଯୋଉ ସୋସିଆଲ ମିଡିଆରେ ପୋଷ୍ଟ କଲା, ଆପଣମାନେ କ'ଣ କାନରେ ତୁଳା ଦେଇକି ବସିଥିଲେ? ଯଦି ଆଜି ଆମ ଓଡ଼ିଶା ରାଜଧାନୀରେ କିଛି ଲୋକଙ୍କର ଯଦି ଜନସାଧାରଣଙ୍କର ଜୀବନ ଯାଇଥାନ୍ତା, ସେଥିପାଇଁ କିଏ ଦାୟୀ ଏଠି? ଓଡ଼ିଶା ଏବେ ଆତଙ୍କବାଦୀଙ୍କର ନିରାପଦ ସ୍ଥଳୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। କାରଣ 2015 ମସିହାରେ ଯେତେବେଳେ କଟକର ସାଲେପୁରରୁ ଅବଦୁଲ ରହମାନଙ୍କୁ ଗିରଫ କରାଗଲା ଆତଙ୍କବାଦୀ କାର୍ଯ୍ୟକଳାପ ସହିତ, ପରବର୍ତ୍ତୀ ସମୟରେ 2016 ମସିହାରେ ରାଉରକେଲାର 4 ଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଆଜି ଯଦି ଆମେ ଦେଖୁଛେ, ଗୋଟିଏ ବଡ଼ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ବା ରାଜଧାନୀର କ୍ୟାପିଟାଲ ଯେଉଁଟା ଆମେ କହୁଛେ ଭୁବନେଶ୍ୱରର ୟୁନିଟ୍ 6 ଅଞ୍ଚଳର ଗୋଟିଏ ବସ୍ତି ଭିତରୁ ଭଡ଼ା ଘରୁ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଦିଲ୍ଲୀର ପୋଲିସର ସ୍ପେଶାଲ ବ୍ରାଞ୍ଚ ତାକୁ ଗିରଫ କରିଛି। ପ୍ରଥମେ ତାକୁ SDGM କୋର୍ଟରେ ହାଜର କରାଗଲା। ପରବର୍ତ୍ତୀ ସମୟରେ ତାକୁ ଟ୍ରାନଜିଟ୍ ରିମାଣ୍ଡରେ ଦିଲ୍ଲୀ ପୋଲିସ ବର୍ତ୍ତମାନ ଦିଲ୍ଲୀ ନେଇଯାଇଛି। ବଡ଼ କଥା ହେଉଛି ଯେ ଅନେକ ସମୟରେ ସିଏ ଯେ ଦେଶଦ୍ରୋହମୂଳକ ଯେ ସ୍ଲୋଗାନ ପୋଷ୍ଟ କରନ୍ତି ଏବଂ ଅନେକ ଟଙ୍କା ମଧ୍ୟ ତାଙ୍କ ଆକାଉଣ୍ଟକୁ ଆସେ ବିଦେଶରୁ, ଯାହାକୁ ନେଇକି ପୋଲିସ ଖୋଳତାଡ଼ କରିଥିଲା। ଏବେ ଆଜି ତାଙ୍କୁ କିନ୍ତୁ ଗିରଫ କରିଛି। ଏ ସମସ୍ୟାକୁ ନେଇକି ଯେତେବେଳେ ଆମେ ଦେଖୁଛେ, ତାହେଲେ ରାଜଧାନୀ କେତେ ସୁରକ୍ଷିତ ଆମେ ଆଲୋଚନା କରିବା। ଆମ ସହ ବରିଷ୍ଠ ଆଇନଜୀବୀ ଅଛନ୍ତି ନିହାର ରଞ୍ଜନ ଓଝା। ଆଜ୍ଞା ନମସ୍କାର, ମୋ ନାଁ ନିହାର ରଞ୍ଜନ ଓଝା, ମୁଁ ଆଡଭୋକେଟ୍ ଅଛି। ଏଇଟା ବହୁତ ମାନେ ଯାହା ତ ଡିସିପ୍ଲିନ ଡିପାର୍ଟମେଣ୍ଟ କାହାକୁ ଡିସିପ୍ଲିନ ଡିପାର୍ଟମେଣ୍ଟ ଯୋଉ ଅନଡିସିପ୍ଲିନ ୱେରେ ତାଙ୍କର ତ ମାତିଛନ୍ତି। କୋଉଥିରେ ମାତିଛନ୍ତି ଆପଣମାନେ ତ ସମସ୍ତେ ଜାଣିଛନ୍ତି। ତାଙ୍କ ଫ୍ଲାଗରେ ଲେଖା ହେଇଛି ୱି କେୟାର ୱି ଡେୟାର। ଆଉ ୱି କେୟାରଟା ହଉଛି ମନି 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 ସୁଇଟର ଦାନ ହନି, ଆଉ ଡେୟାରଟା ହଉଛି ଆଉ ସେମାନେ ଏ ଯୋଉ ମୁଦାଲା ମାନଙ୍କ ପଛରେ ଗୋଡେଇକିରି ମୁଦାଲା ବି ଏଠି ମାନେ ପୁଣି କୋହର, ପୁଣି ରାଜଧାନୀରେ ମୁଦାଲା ପୁଣି anti social पुनी anti terrorist act is doing in the capital heart city. It's very unfortunate और very shameless. काहाकू shameless एटा जनसाधारण हमरो सेटा ताकर निजर वक्तव्य रखिबे। और दिल्ली पुलिस अरेस्ट 22-year-old from Odisha for alleged links with a terror outfit. The accused, identified as Sheikh Imran, was arrested by a joint team of Odisha and Delhi police for his alleged connection with anti-national activities. It said that Bhubaneswar, Delhi police have arrested a 22-year-old man from Bhubaneswar for suspected links with a terror outfit, an official statement said on Saturday. Officially, someone declared the accused, identified as Sheikh Imran, a resident of Unit 6 area in Ganganagar locality, was arrested by a joint team of Odisha and Delhi police on Friday for his alleged connection with anti-national activities. It is said Imran came under the police scanner after a special cell of the Delhi police picked up some youths in the national capital a week ago and scrutinized their social media posts. The statement said, on the basis of interrogation of the youths and analysis of their social media posts, an Odisha links was found and Sheikh Imran was apprehended, it said. During further interrogation, it was found that Imran, an unemployed youth, was an active member of the radical group, it said. Imran had come in contact with a closed group on social media where radical
religious content detrimental to national security was being shared. The statement said he was produced before the Bhubaneswar Subdivisional Judicial Magistrate Court and taken on a transit remand to the national capital. ତା ପାଖରୁ କଣ ସିଜ୍ ହେଇଛି? A mobile phone, a laptop and other materials were seized from Imran's possession. ତେଣୁ ସେ ସେ ଏଇଟା ତ ମାନେ ଆସିକିରି ଏଇଟା ତା ପୂର୍ବରୁ ସେମାନେ ଆସିଥିଲେ ଦିଲ୍ଲୀ ପୋଲିସ ଆଉ ଆସିକିରି ତାଙ୍କ ବାପାଙ୍କୁ ତାଙ୍କ ପରିବାରକୁ ଯାଇକି ବୁଝେଇଥିଲେ ପୁଅକୁ ମୋବାଇଲ ଦିଅନ୍ତୁ ନାହିଁ। ମୋବାଇଲର ଯୋଉ ଗେମ୍ ଖେଳୁଛି ସେ ଗେମ୍ ଖେଳିବା ଫଳରେ ସେ ବହୁତ ବାହାର ଲୋକଙ୍କର ଆଉଟସାଇଡ ଅଫ ଆୱାର ଇଣ୍ଡିଆ ସେ ବହୁତ ଲୋକଙ୍କ ସାଥିରେ କଣ୍ଟାକ୍ଟରେ ରହୁଛି। ତେଣୁ ତାଠୁ ମୋବାଇଲଠୁ ଦୂରେଇ ରଖନ୍ତୁ। ତେଣୁ ସେ ପିଲାଟି କଲେଜ ଅଛି, ମତେ ବାବା ଗୋଟେ ଟିଭି ଗୋଟେ ଦିଅ, ମୁଁ ଟିଭି ଦେଖିବି। ତା ବାପାଙ୍କର ସକ୍ଷମତା ଥିବା ତ ଦରକାର। ସେ ଖଟିକିରି ରୋଜଗାର କରିକି ନିଜ ପରିବାର ଚଳଉଛନ୍ତି। ସେ ନିଜ ବି ନିଜର ବକ୍ତବ୍ୟ ରଖିଛନ୍ତି ମିଡିଆରେ, ମୁଁ ବି ନିଜେ ଦେଖିଛି। ଏବଂ ପର ମୁହୂର୍ତ୍ତରେ ସେ ଯୋଉ ସୋସିଆଲ ମିଡିଆ ପୋଷ୍ଟ, ଆଚ୍ଛା ଯଦି ଦିଲ୍ଲୀ ପୋଲିସ ଆସିକି ଧରି ପାରିଲା ଗଙ୍ଗନଗର ଅଣ୍ଡର ଦି ଜୁରିଡିକ୍ସନ ଅଫ ଦି କ୍ୟାପିଟାଲ ପୋଲିସ ଷ୍ଟେସନ। ଆଚ୍ଛା ସୋସିଆଲ ମିଡିଆରେ ସେ ଯେତେବେଳେ ଏତେ ପୋଷ୍ଟ କରିଛି ଏବଂ ଦିଲ୍ଲୀ ପୋଲିସ ଅଲରେଡି ଆସିକି ୱାର୍ନ ବି କରିସାରିଛନ୍ତି, ୱାର୍ଣ୍ଣିଂ ବି ଦେଇସାରିଛନ୍ତି ଏବଂ ତାଙ୍କ ପରିବାରକୁ ବୁଝେଇକି ବି ଯାଇଛନ୍ତି। ଆମର ଯୋଉ ଜୁରିଡିକ୍ସନ ଅନୁସାରେ କ୍ୟାପିଟାଲ ପୋଲିସ କଣ କରୁଥିଲେ? ଯଦି ଦିଲ୍ଲୀ ପୋଲିସ ଆସିକିରି ଆଣ୍ଟି ଟେରରିଷ୍ଟ ଆକ୍ଟକୁ ଧରି ପାରିଲେ, ଆମର ଭୁବନେଶ୍ୱର ପୋଲିସ କେତେ କଣ ଏତେ ଅକମା ନା? ମାନେ ମାନେ ସେଥିପାଇଁ ଆମର ଗୋଟେ ଇକୋନୋମିକ୍ସରେ ଆମେ ପଢିଥିଲୁ ଡିଭିଜନ ଅଫ ଲେବର। ମୁଁ କହିବାର ଅର୍ଥ ହେଲା, ଏଠି କାହିଁ କହିବି ଡିଭିଜନ ଅଫ ଲେବର? ଏମାନେ କଣ କରୁଛନ୍ତି, ଯୋଉ ତାଙ୍କୁ କେସ୍ ହ୍ୟାଣ୍ଡ ଓଭର ହେଇଯାଉଛି, କେସ୍ ହ୍ୟାଣ୍ଡ ଓଭର ହେଲା ପରେ ତାଙ୍କୁ ଲାପଟପ ଦିଆ ହେଇଯାଉଛି। ସେମାନେ କେସ୍ ନେଲେ, ତା ଭିତରେ ମାନେ ଲାପଟପ ବାଡେଇ ଚାଲିଲେ ଚାର୍ଜସିଟ୍ ଦବା ପାଇଁ। ତେଣୁ ଯୋଉ ଯାହା ଫଳରେ କି ବାହାରେ କଣ ସୋସିଆଲ ମିଡିଆରେ କଣ ଚାଲିଛି ତା ଭିତରକୁ ସେମାନେ ଟୋଟାଲି ଆଉ ଏତେ ଇଣ୍ଟରଫେରେନ୍ସ ନାହିଁ। ଆଚ୍ଛା ଇଣ୍ଟେଲିଜେନ୍ସ ବ୍ୟୁରୋ IBB ବି ଅଛି, ଆଉ ସ୍ପେଶାଲ ସ୍କ୍ୱାଡ ବି ଅଛି, ଆଉ ଆମର ଯୋଉ DCP କୋର୍ଟ ଯୋଉ ଅଛି ସେ ସାଇଡରେ ସେ ଗେଟ୍ ପାଖରେ ଗୋଟେ ଛୋଟ ରୁମଟେ ଅଛି। ସେ ଛୋଟ ରୁମ ଭିତରେ କଣ ହୁଏ ମୁଁ ଜାଣିଛି ସବୁ। ସେ ଛୋଟ ରୁମ ଭିତରେ ଏ ଯୋଉ କ୍ରିମିନାଲ ମାନଙ୍କୁ ସେଠି ପୁରା ରଖାଯାଏ। ରଖିକିରି କଣ କରାଯାଏ ସେଠି, କୋଉଠି ରଖାଯାଏ, ସେ ରୁମ ଭିତରେ କଣ କରାଯାଏ ସେଠି, ମାନେ ସେଠୁ କିଛି ଦିନ ରଖନ୍ତି ଏବଂ ତାପରେ ଆଉ ସେ ଯୋଉ କେସରେ ଫରୱାର୍ଡ ହେଇଥିବ ତାର ସବୁ ବହୁତ କେସରେ ସବୁ ରିମାଣ୍ଡ ଦେଇ ଦିଅନ୍ତି, ମେ ନଟ୍ ଇନଭଲ୍ଭ। ଆଉ ଯାହା ଫଳରେ କି ତାଙ୍କର ଏ ଯୋଉ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଗୁଡାକ ମାନେ ସେମାନେ ନିଜେ ନିଜକୁ ପ୍ରସ୍ତୁତ କରିଚାଲୁଛନ୍ତି ଜେଲ ଭିତରେ। ଆଉ ଯଦି ଦିଲ୍ଲୀ ପୋଲିସ ଆସିକିରି ଧରି ପାରିଲେ, ଆମର ସ୍ପେଶାଲ ସ୍କ୍ୱାଡ, ସ୍ପେଶାଲ ବ୍ରାଞ୍ଚ, ଏତେ ଇଣ୍ଟେଲିଜେନ୍ସ ବ୍ୟୁରୋ ଆମର ଥାଇକିରି ବି ଓଡିଶାରେ, ଆମ ପୁଣି ଓଡିଶାର ରାଜଧାନୀ ପୁଣି କ୍ୟାପିଟାଲର ପୁଣି ସବୁ ବୁଦ୍ଧିଜୀବୀ ମାନେ ଅଛନ୍ତି ଏବଂ ସିନିୟର ଅଫିସର୍ସ ମାନେ ଅଛନ୍ତି। ପୁଣି ସିନିୟର ଅଫିସିଆଲ୍ସ ମାନଙ୍କର କ୍ୱାର୍ଟରର ତଳୁକୁ ଏ ଘଟଣା ଘଟୁଛି। ଏମାନେ ଟୋଟାଲ ସୋସିଆଲ ମିଡିଆରେ ଯିଏ ଯାହା ପୋଷ୍ଟ କରୁଛି ଏବଂ ଯିଏ ଯାହା ଅଶ୍ଳୀଳ ଇଙ୍ଗିତ କରୁଛି ଏବଂ ତା ଉପରେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନଉନାହାନ୍ତି। ଏବଂ ସୋସିଆଲ ଖାଲି କିଏ କୋଉଠି କାହାର ଆକାଉଣ୍ଟରୁ ଟ୍ରାନ୍ସଫର ହେଇଛି, କାହା ଆକାଉଣ୍ଟରୁ ଫ୍ରଡ ହେଇଛି, କୋଉଠି ଟ୍ରେଡ ବିଜନେସରେ ଫ୍ରଡ ହେଲା, ସେଇଥିରେ ପୁଣି ଗୋଟେ ସାଇବର କ୍ରାଇମ ଥାନା ବି ଅଛି। ସାଇବର କ୍ରାଇମ ଥାନା କଣ କରୁଛି? କିଛି ନାହିଁ। ଖାଲି ମାନେ ଆମର ଯୋଉ ମାନେ ନୂଆ ସରକାର ଆମେ ପାଇଛେ, ଭଲ ସରକାର ବି ପାଇଛେ, ସେଠୁ ମୋଟା ଅଙ୍କର ଦରମା ବି ଆପଣ ପାଉଛନ୍ତି, ପାଠ ଭିତରେ ପଶୁନାହାନ୍ତି, ଷାଠ ଭିତରେ ମାତୁଛନ୍ତି। ନୂଆ ଯୋଉ ଡିସିସନ ବାହାରୁଛି, ନୂଆ ସାଇଟେସନ ବାହାରୁଛି, ତା ଉପରେ ତ ଆପଣଙ୍କର ତର୍ଜମା ମୂଳରୁ ନାହିଁ କହିବାକୁ ଗଲେ ଚଳେ।
ଯାହାକି ଆମେ କୋର୍ଟରେ ଯେତେବେଳେ ଆମେ ପଚାରୁଛୁ ବା ଯେତେବେଳେ ସାକ୍ଷୀ ହଉଛି ମାନେ ସାକ୍ଷୀ ମାନଙ୍କ ତ ଜମାନବନ୍ଦୀରେ ବା ଆପଣ ଆଇଓ ବା ଯୋଉ ପୋଲିସ ଅଫିସର୍ସ ମାନେ ଯୋଉମାନେ ଆସୁଛନ୍ତି କନଷ୍ଟେବଳ ରାଙ୍କଠୁ ଆରମ୍ଭ କରି ହୋମଗାର୍ଡ ରାଙ୍କଠୁ ଆରମ୍ଭ କରି ଯୋଉମାନେ ସାକ୍ଷୀ ଦେବା ପାଇଁ ଆସୁଛନ୍ତି ସେମାନେ କେମିତି ହୋଷ୍ଟାଇଲ ହଉଛନ୍ତି କୋର୍ଟରେ ଆପଣମାନେ ବି ସମସ୍ତେ ଜାଣିଛନ୍ତି। ତେଣୁ ଏଇଠୁ ଜାଣିପାରନ୍ତୁ ତାଙ୍କର ପାଠ ପଢିବା ପଣିଆ କେତେ, ଶିକ୍ଷିତ ହବାର ଯୋଗ୍ୟତା କେତେ ଏବଂ ଦରମା ନବାରେ କେତେ ଏମାନେ ଉସ୍ତାଦ, ଆଉ ଏମାନେ ଲାଗିଛନ୍ତି କେମିତି ପ୍ରମୋସନ ମାନେ କେମିତି ଜଲ୍ଦି ଜଲ୍ଦି ପ୍ରମୋସନଟା କେମିତି ହବ ଆଉ ଷ୍ଟାର ଉପରେ ଷ୍ଟାର ଉପରେ ଷ୍ଟାର କେମିତି କାନ୍ଧ ଉପରେ ଲାଗି ଲାଗିକି ଚାଲିବ। ସାର୍ ଗୋଟିଏ କଥା ଯେ ତାଙ୍କ ବାପା ଯାହା ପ୍ରତିକ୍ରିୟା ଦଉଛନ୍ତି ଗଣମାଧ୍ୟମକୁ, ଇମ୍ରାନ ଯୋଉ ଅଭିଯୁକ୍ତ ଇମ୍ରାନଙ୍କ ବାପା ଯେ ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ଆସିଥିଲା ବୁଝାସୁଝା କରି ଯାଇଥିଲା ଯେ ଆପଣଙ୍କ ପୁଅକୁ ମୋବାଇଲ ଦିଅନ୍ତୁ ନାହିଁ। ସେ ଜିନିଷ ଯେତେବେଳେ ଦିଲ୍ଲୀ ପୋଲିସ ଆସିଲା, ଓଡିଶାରେ ଏଣ୍ଟ୍ରି କଲା, ଭୁବନେଶ୍ୱରରେ ଏଣ୍ଟ୍ରି କଲା, ପରବର୍ତ୍ତୀ ଗଙ୍ଗନଗରକୁ ଆସିଲା, ନିଶ୍ଚିତ ଭାବେ କ୍ୟାପିଟାଲ ଥାନାର ଗୋଟେ ଇଏ ରଖିଥିବ, ତାଙ୍କ ଅଧୀନରେ ଯାଇଥିବେ, କ୍ୟାପିଟାଲ ଥାନା ମଧ୍ୟ ଜାଣିଥିବେ। ତାପରେ କ୍ୟାପିଟାଲ ଥାନା ନଜର କାହିଁକି ରଖିନଥିଲା ଅଭିଯୁକ୍ତ ଇମ୍ରାନ ଉପରେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସ ପୁଣି ଥରେ ଆସିଲା, ଆଜି ଯାହାକି ବାନ୍ଧିକି ନେଲା, ତାଙ୍କଠାରୁ ମୋବାଇଲ ଏବଂ ଲ୍ୟାପଟପ ଜବତ କରାଯାଇଛି। ଆଜ୍ଞା, ମୁଁ ଆପଣଙ୍କ କଥା ମୁଁ ସହମତି ପ୍ରକାଶ କରୁଛି। ଆଗରୁ ଯୋଉମାନେ ଇନ୍ସପେକ୍ଟର ହଉଥିଲେ ଥାନା ମାନଙ୍କରେ ସେମାନେ ସବୁ ଟିକେ ବୟୋଜ୍ୟେଷ୍ଠ ଲୋକମାନେ ଆସୁଥିଲେ ଏବଂ ତାଙ୍କର ଲେଖା ବି ମୁଁ ବି ଆଗରୁ କହିସାରିଛି, ତାଙ୍କ ପ୍ରତି ମୋର ବହୁତ ଓବ୍ଲିଗେସନ ବି ଅଛି। ସେମାନଙ୍କର ଲେଖା ଭଲ, ସବୁ ଭଲ। ଆଉ ଆଜିକାଲିକା ଯୋଉ ଇନଭେଷ୍ଟିଗେସନ ର ଏଜେନ୍ସି ବା ଆଇଓ ଯୋଉମାନେ ରହୁଛନ୍ତି ବା ଆଇଏସି ଯୋଉମାନେ ରହୁଛନ୍ତି, ଆଇଏସି ମାନଙ୍କର ତାଗିଦ କରିବାର ଦାୟିତ୍ୱ ହେଲା ତାଙ୍କ ଅଫିସର୍ସ ମାନଙ୍କୁ। ଆଇଏସି ବି ସରକାର ଯୋଉ ଲ୍ୟାପଟପ ଦେଇଛନ୍ତି କଣ ସେଥିରେ ସର୍ଚ୍ଚ କରୁଛନ୍ତି, କାହାକୁ ସର୍ଚ୍ଚ କରୁଛନ୍ତି ଆଉ କୋଉଥିରେ ସର୍ଚ୍ଚ କରିକି ମାତୁଛନ୍ତି, ସେଇଟା ବି ଗୋଟେ ମାନେ କୋଶ୍ଚିନ୍ ମାର୍କ କଥା ଆଜ୍ଞା। ତେଣୁ ମୋର କହିବା କଥା ହଉଛି ଯଦି ଦିଲ୍ଲୀ ପୋଲିସ ଆସି ମାନେ ତାଙ୍କର ଘରକୁ ଆସି ସ୍କାନରରେ ରଖିଲେ, ଆପଣଙ୍କର ସ୍କାନରରେ ସେ ଆସୁନଥିଲା ବୋଧେ, ସିଏ ଯେତେବେଳେ ଆସିଲେ ତାପରେ ମିଶିକିରି ଯାଇକିରି ତାଙ୍କ ଘରକୁ ଗଲେ ଏବଂ ତାକୁ ଆରେଷ୍ଟ କଲେ। ତା ପୂର୍ବରୁ ତାକୁ ଆପଣ କାହିଁକି ଇମିଡିଏଟଲି ସ୍କାନରକୁ ଆଣିଲେନି? ସ୍କାନରକୁ ଆଣିକି ତାକୁ କାହିଁକି ଆପଣ ମାନେ ଇଣ୍ଟ୍ରୋଗେସନ କଲେନି? ଆମର ଯୋଉଠି ମାଟି ପାଣି ପବନରେ ଓଡିଶାର ମାଟି ପାଣି ପବନ ପିଇବେ, ତାପରେ ଆମର ଓଡିଶାର ରାଜଧାନୀକି ବଦନାମ କରିବେ, ଆଉ ଯୋଉ ଅଧିକାରୀ ମାନେ ଅଛନ୍ତି ସେମାନେ ଏଇଠି ତାଙ୍କ ନାଁରେ ଡିସିପ୍ଲିନାରୀ ପ୍ରୋସିଡିଂ କରାଯିବା କଥା, ତାକୁ ଡିଗ୍ରେଡେସନ କରାଯିବା କଥା, ତାକୁ ପୁରା ଯୋଉ ପାହ୍ୟାରେ ସବୁ ଅଛନ୍ତି ସେ ପାହ୍ୟାରୁ ପୁରା ହୋମଗାର୍ଡ ର୍ୟାଙ୍କକୁ ଆଣିବାର କଥା। ମାନେ ଦେଖନ୍ତୁ ଆମର ଅନରେବୁଲ କୋର୍ଟ, ଆମର ଡିଷ୍ଟ୍ରିକ୍ଟ ସେସନ୍ସ କୋର୍ଟ ନୂଆ ବିଲ୍ଡିଂ ତିଆରି ହେଇଛି, ସେଠି ମେଟାଲ ଡିଟେକ୍ଟର ନାହିଁ, ପୋଲିସ ଅଭାବ। ଯଦି ଆମର ହାଇକୋର୍ଟରେ ଦେଖନ୍ତୁ, ମୁଁ କହୁଛି ଏଇଟା ଆଜ୍ଞା ଆପଣମାନଙ୍କ ଜରିଆରେ ମୁଁ ଜଣେଇଦେବା ପାଇଁ ଚାହୁଁଛି, ସେ ଯୋଉ ଆମେ ତ ମିଡିଆରେ ଦେଖିଛେ ଯୋଉ ସ୍ତ୍ରୀ ଲୋକଟି ଯୋଉ ପକେଇଥିଲା ପେଟ୍ରୋଲରେ ପକେଇଲା, ଆପଣ ମାନେ ପୁରା ମନା କଲେ ସବୁ ଯୋଉ ବୋତଲରେ ପେଟ୍ରୋଲ କାହାକୁ ଦିଆଯିବ ନାହିଁ ବୋଲି, ତାକୁ କେମିତି ବୋତଲ ଆଲାଉ କଲେ? ବୋତଲେ ତ ଆଲାଉ କଲେ। ମୁଁ କାହାକୁ ଏଥିରେ ଦୋଷାରୋପ କରିବା ପାଇଁ ଚାହୁଁନି, ବୋତଲ ଆଲାଉ କଲେ, ସେ ନେଇକିରି ପକେଇଲା, ସେ ଲିଙ୍କଟା ଆସିଥିଲେ ନାହିଁ ତ। ଆଚ୍ଛା, ସେଠି ଯୋଉ ଆମର ଅନରେବୁଲ ହାଇକୋର୍ଟଙ୍କର ପାଖରେ ବା ସାମ୍ନାରେ ଯୋଉ ସବୁ ପାର୍କିଂ ଏରିଆ ଅଛି, ମାନେ ସେଠି ବି ଯେତେବେଳେ ସେ ବୋତଲ ବି ପକଉଛି ସେତେବେଳେ ସେ ପୋଲିସ ବାବୁ ମାନେ କୁଆଡେ ଯାଇଥିଲେ, କଣ କରୁଛନ୍ତି ସେଠି ସବୁ? ମାନେ ଖରା ହଉଛି ବୋଲି ମାନେ ଏତେ କାଟୁଛି ଖରାଟା, ନାଇଁ କି? ତାହେଲେ ହାଫ ପ୍ୟାଣ୍ଟ ପିନ୍ଧିକି ଗଞ୍ଜି ପିନ୍ଧିକି ଆସୁନାହାନ୍ତି ଡ୍ୟୁଟି କରିବା ପାଇଁ, କାହିଁକି କରୁଛନ୍ତି? ଓଦା କପଡା ଗୋଟେ ମୁଣ୍ଡରେ ବାନ୍ଧନ୍ତୁ, ମୁହଁରେ ଓଦା କପଡା ବାନ୍ଧିକିରି ଆସିକିରି ଡ୍ୟୁଟି କରନ୍ତୁ। ଆଉ ମେଟାଲ ଡିଟେକ୍ଟର ତ ପୁରା ଅଭାବ। ଆଉ ଆମେ ବି ଆଜିକା ଡେଟରେ ବି ଭୁବନେଶ୍ୱର କୋର୍ଟରେ ବି ମାନେ ମେନ୍ ଗେଟରେ ବି ମେଟାଲ ଡିଟେକ୍ଟର ନାହିଁ, ବ୍ୟାକରେ ବି ଯୋଉଠି ସିଏସ୍ଆଇ ପାଖରେ ପଶିକି ଯିବେ ସେଠି ବି ମେଟାଲ ଡିଟେକ୍ଟର ନାହିଁ। ମାନେ ମେଟାଲ ଡିଟେକ୍ଟର ପାଇଁ ଆପଣ ଏ ଯୋଉ ପୋଲିସ ଆମର ଗେଟ୍ ପାଖରେ ପୋଲିସ ଅଛନ୍ତି, ମାନେ ସେଇ ରୁମ୍ ଭିତରେ ବସିଛନ୍ତି, ରୁମ୍ ଭିତରୁ ବାହାରିବା ପାଇଁ ବି ତାକୁ କଷ୍ଟ ହଉଛି।
ଖରାରେ କଳା ପଡିଯିବେ ନା। ନହେଲେ ହାତରେ ଗ୍ଲୋଭ୍ସ ପିନ୍ଧିକି ଆସୁନାହାନ୍ତି, ଏ ଯୋଉ ହାତ ମୁହଁ କାଳେ କଳା ପଡିଯିବ, ମୁହଁରେ ସନସ୍କ୍ରିନ୍ ମାରିକି ଆସୁନାହାନ୍ତି, ସନସ୍କ୍ରିନ୍ ମାରିକିରି ଯାଇକି ଡ୍ୟୁଟି କରୁନାହାନ୍ତି ଯଦି କଳା ପଡିଯିବ ବୋଲି ଭାବୁଛନ୍ତି। ଆଉ ସରକାରଙ୍କୁ ତ ଭଲ ଆକାରରେ ଦରମା ନଉଛନ୍ତି, ପ୍ରମୋସନ ପଛରେ ତ ଗୋଡଉଛନ୍ତି, ସମସ୍ତେ ସଲାସୂତ୍ରରେ ମାତିଛନ୍ତି, କାହିଁକି ସ୍କାନରରେ କାହାକୁ ରଖିବେ? ଏଇଟା ଆଜ୍ଞା ଘୋର ଲଜ୍ଜା କଥା ଆଜ୍ଞା। ମାନେ ସମସ୍ତଙ୍କ ଜୀବନ ପ୍ରତି ବି ଆଜିକା ଡେଟ୍ରେ ବି ବିପଦ ଅଛି, ଯାହା ପୋଜିସନ ଆସିଲାଣି ଆଜ୍ଞା। ଗୋଟେ କଥା ତାଙ୍କ ବାପା କହୁଥିଲେ ଯେ ପୁଅ ଯେତେବେଳେ ବେରୋଜଗାରୀ ହେଲା, ଯେତେବେଳେ ବାପାଙ୍କୁ ପଇସା ମାଗିଲା, ବାପା କହିଲେ ତୁ ନିଜେ ରୋଜଗାର କର। ପୁଅ ନିଜେ ଗୋଟେ ଜୋମାଟୋ ସଂସ୍ଥା ରହିକି ଯିଏକି ଡେଲି ଯୋଉ ଆମର ଡେଲିଭରି କରିବା କଥା ଯୋଉ ଖାଦ୍ୟ ଫୁଡ ହଉ ତାକୁ କରି ପଇସା ରୋଜଗାର କରୁଥିଲା। ପ୍ରଥମେ ଯେତେବେଳେ ଦିଲ୍ଲୀ ପୋଲିସ ଆସିଲା, ଏ କଥା କ୍ୟାପିଟାଲ ଥାନା ନଜରକୁ ଆସିଥିବ, କ୍ୟାପିଟାଲ ଥାନା ମଧ୍ୟ ଖବର ଥବ। ବାପା ଯଦି ଏ କଥା କହୁଛନ୍ତି ତାହେଲେ କାହିଁକି ଇଏ କ୍ୟାପିଟାଲ ଥାନା ଯୋଉ ପୋଲିସ ସ୍କାନରରେ କୁ ଆଣିଲେ ନାହିଁ? ଇଏ ବାପା ହୁଅନ୍ତୁ ବା ତାଙ୍କ ପୁଅ ହୁଅନ୍ତୁ, ହୁଏତ ପୁଅକୁ ବଞ୍ଚେଇବାକୁ ଯାଇକି ବାପା ମିଛ କହୁଥାଇ ପାରନ୍ତି, କିନ୍ତୁ ଇଏ ଯୋଉ କାର୍ଯ୍ୟକଳାପ ଦେଖୁଛେ ଆମେ ଯୋଉ ଆତଙ୍କୀ କାର୍ଯ୍ୟକଳାପକୁ ନେଇକି ଅନେକ ଟଙ୍କା ମଧ୍ୟ ତାଙ୍କ ଆକାଉଣ୍ଟକୁ ଆସୁଥିଲା ଯାହା ଖବର ଆସୁଛି। ବାସ୍ତବରେ ଏଇ ଆକାଉଣ୍ଟକୁ ଆମେ ଯେ ଆପଣ ଯୋଉ କହୁଛନ୍ତି ସାଇବର ଯୋଉ ଥାନା ଅଛି, ତ ଏଇ ଆକାଉଣ୍ଟକୁ ପ୍ରାଥମିକ ସ୍ତରରେ ପୋଲିସ ଯାଞ୍ଚ କରିବା କଥା କି ନାହିଁ? ପୋଲିସ ପ୍ରାଥମିକ ସ୍ତରରେ ତାଙ୍କ ମୋବାଇଲକୁ ଯାଞ୍ଚ କରିବା କଥା କି ନାହିଁ? ଯୋଉ ଓଡିଶା ପୋଲିସ କଥା କହୁଛେ ବା କମିଶନର ପୋଲିସର କ୍ୟାପିଟାଲ ଥାନା କଥା କହୁଛେ, ଇଏ ଯେତେବେଳେ ଘଟଣା ଆସିଲା ସାମ୍ନାକୁ ସେତେବେଳେ ଲୋକଲୋଚନକୁ ଆସିନଥିଲା। ଆଜି ସିନା ଲୋକଲୋଚନକୁ ଆସିଲା, ଅନେକ ଲୋକ ଜାଣିଲେ, କିନ୍ତୁ ପ୍ରାଥମିକ ସ୍ତରରେ ଯେତେବେଳେ କ୍ୟାପିଟାଲ ଥାନାକୁ ଖବର ଆସିଲା ସେତେବେଳେ ତାଙ୍କ ଲ୍ୟାପଟପ, ମୋବାଇଲ ଉଇଥ୍ ବ୍ୟାଙ୍କ ଷ୍ଟେଟମେଣ୍ଟ ଉଇଥ୍ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମେ ପୋଲିସ ଜବତ କରି ଯାଞ୍ଚ କରିବା ଆବଶ୍ୟକ ଥିଲା କି ନାହିଁ? ଆଜ୍ଞା ଆଜ୍ଞା ଆଜ୍ଞା, ଏଇଟା ଆପଣ ବଢିଆ କଥା କହୁଛନ୍ତି, ଭଲ କଥା ବି, ଠିକ କଥା ଏଇଟା। ମାନେ ଆପଣ ଯଦି ଏତେ କଥା ମାନେ ପ୍ରକାଶ କରିପାରୁଛନ୍ତି, ପୋଲିସ ଅଧିକାରୀ ମାନେ ଏତିକ ବି କରିବା ପାଇଁ ବି ମାନେ ତାଙ୍କ ପାଖରେ ଜ୍ଞାନର ଅଭାବ। ସତ କଥା ଆଜ୍ଞା, ଏଟା ଜ୍ଞାନର ଅଭାବ ନାହିଁ। ଥାନା ଛାଡି ବାହାରକୁ ଯିବା ପାଇଁ ସେଇ ପିସିଆର ଗାଡି ଉପରେ ହିଁ ସେମାନେ ନିର୍ଭର କରୁଛନ୍ତି, ଏବଂ ମାନେ ଖାଲି ପେଟ୍ରୋଲିଂ ଟିକେ ଟିକେ କରିଦେଇକିରି ତାପରେ ଆସିକିରି ଗରମ ହେଇଗଲା, ଝାଳ ବାହାରୁଛି, ଆଉ ଝାଳଟା ନ ବାହାରିବା ଦରକାର ତ ଆଉ କଣ। ତେଣୁ ଏଇ ଯୋଉ ଯେତେବେଳେ ଦିଲ୍ଲୀ ପୋଲିସ ଫାର୍ଷ୍ଟ ଟାଇମ ଆସିକିରି ତାକୁ ସ୍କାନରରେ ରଖିଲେ ଏବଂ ଆମ ଦେଶ ଦ୍ରୋହୀ କାର୍ଯ୍ୟକଳାପର ଯୋଉ ସୋସିଆଲ ମିଡିଆରେ ପୋଷ୍ଟ କଲା, ଆପଣ ମାନେ କଣ କାନରେ ତୁଳା ଦେଇକି ବସିଥିଲେ? ଆପଣ ମାନେ ତାକୁ କାହିଁକି ଇମିଡିଏଟଲି ସ୍କାନରକୁ ନେଇକି ଇଣ୍ଟ୍ରୋଗେସନ କରିକିରି ତାକୁ କାହିଁକି ଡିଟେନ କଲେ ନାହିଁ? ଯଦି ଆଜି ଆମ ଓଡିଶା ରାଜଧାନୀରେ କିଛି ଲୋକଙ୍କର ଯଦି ଜନସାଧାରଣଙ୍କର ଜୀବନ ଯାଇଥାନ୍ତା, ସେଥିପାଇଁ କିଏ ଦାୟୀ ଏଠି? ଦିଲ୍ଲୀ ପୋଲିସ ଆସିଲେ, ଦିଲ୍ଲୀ ପୋଲିସ ତାଙ୍କ ସ୍କାନର ରଖିଲେ, ଆମର କଣ ଯାଏ? ସେ ଦିଲ୍ଲୀ ପୋଲିସ ତାର ବୁଝିବ ନା। ଆଉ ଯେତେବେଳେ ଆସିବ ଦିଲ୍ଲୀ ପୋଲିସ, ଆମେ वी आर रेडी टू कोऑपरेट। ଆଉ ତାପରେ ଯିଏ ଯୁଆଡେ ଛତୁ ହୁଅନ୍ତୁ ମରନ୍ତୁ, ଆମେ ତ ଦରମା ତ ସରକାରଙ୍କୁ ପାଉଛୁ, ଆଉ ଭଲ ମୋଟା ଆଙ୍କରେ ଦରମା ପାଉଛୁ, ଆଉ ଆମକୁ କଣ ଆଜ୍ଞା କହିବା? କହିଲେ କୂଳ କୁଟୁମ୍ବକୁ ଲାଜ, ଏଠି ନ କହିଲେ ଆଜ୍ଞା କୂଳ ଭାସି ଯାଉଛି। କହିଲେ ଆଜ୍ଞା କଣ ନା ମାନେ ବହୁତ କହୁଛୁ ନୁହେଁ, ଆପଣମାନଙ୍କୁ ବି ଯେମିତି କଷ୍ଟ ହଉଛି, ଏମାନଙ୍କର କାର୍ଯ୍ୟ ପ୍ରଣାଳୀ ଏବଂ ଡେ ଟୁ ଡେ ଲାଇଫରେ ମାନେ ମେଟାଲ ଡିଟେକ୍ଟରର ଅଭାବ। ଆମର ଅନବର ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ ଜଜ୍ କୋର୍ଟରେ ମାନେ ଗେଟ୍ ପାଖରେ ମେଟାଲ ଡିଟେକ୍ଟର ନାହିଁ। ମାନେ ଯୋଉଠି ଆମେ ଗାଡି ପାର୍କିଂ କରୁଛୁ, ଯୋଉଠି ଦିଟା ଡବଲ ଫ୍ଲୋର ଅଛି, ସେଠି ଯଦି ଗୋଟେ ଆତଙ୍କବାଦୀ ବା ଆଣ୍ଟି ଟେରରିଷ୍ଟ ଆକ୍ଟ କଲା, ଟୋଟାଲ ବିଲ୍ଡିଂ ଖସିଯିବ ଆଜ୍ଞା। ମାନେ ଅନବଲ ହାଇକୋର୍ଟ କେତେ ସୁନ୍ଦରିଆ ବିଲ୍ଡିଂ ଟିଏ ଆମ ଓଡିଶା ରାଜଧାନୀରେ କରିଛନ୍ତି, ମାନେ ତା ପ୍ରତି ବି ଆପଣଙ୍କର କିଛି ଭ୍ରୂକ୍ଷେପ ବି ନାହିଁ, କୌଣସି ପୋଲିସର ପ୍ରୋଟେକ୍ସନ ନାହିଁ। ଯେତେବେଳେ ବାହାରୁଛି ପେପରରେ ବା ଟିଭିରେ ବାହାରୁଛି, ଆମେ କୋର୍ଟ ଯେତେବେଳେ ଗଲା ବେଳକୁ 10:30 ବେଳକୁ, ଯେତେବେଳେ ଦେଖିଲା ବେଳକୁ ସବୁ ମେଟାଲ ମାନେ ଏଇ ଯୋଉ କଣ ତାଙ୍କର ଗୋଟେ କୁକୁରକୁ ଆଣିଥିବେ, ଆଉ ଡଗ ସ୍କ୍ୱାଡ୍ ଆସିଥିବେ, ଆଉ ମେସିନ ଧରିଥିବେ। ମୁଁ ସେଠୁ ମୁଁ ନିଜେ ପଚାରୁଛି, ଆଜ୍ଞା ଆଜି କଣ ପାଇଲେ? କାହିଁକି ଖୋଜୁଛନ୍ତି? ଆଗ ଗେଟ୍ ପାଖରେ ରୁହନ୍ତୁ। ଗେଟ୍ ଆଗ ମୂଳରୁ ନ ଖୋଜିକିରି ଡାଳରୁ ଖୋଜିଲେ କଣ ହବ? ଆଗ ମାନେ ଏମାନେ କଣ କି ଡାଳରେ ଯିବାର ଲୋକ, ଏମାନେ ମୂଳ ପାଖକୁ ଆସିବା ପାଇଁ ଚାହୁଁନାହାନ୍ତି। ତେଣୁ ଏଠୁ ଜାଣିପାରୁଥିବେ ତାଙ୍କର କାର୍ଯ୍ୟ ପ୍ରଣାଳୀ କଣ, କାର୍ଯ୍ୟପନ୍ଥା କଣ। ଶେଷ ପ୍ରଶ୍ନ ରହିବ ମୋର
ଯେ ଆମେ ଦେଖିବା ଓଡିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜାଗା ଅଛି ଆପଣ ଦେଖନ୍ତୁ ହାଇକୋର୍ଟ କଥା କହିବା ପୁରୀ ଯୋଉ ପୁରୀ ଧାମ ଜଗନ୍ନାଥ ଧାମ କହିବା ବିଶ୍ୱ ଐତିହ୍ୟ ସ୍ଥାନ ତୀର୍ଥ ସ୍ଥାନ ଏବଂ ଆମେ ଇଏ ଯୋଉ ବିଜୁ ପଟ୍ଟନାୟକ ଏୟାରପୋର୍ଟ କଥା କହିବା ବିମାନ ବନ୍ଦର କଥା କହିବା ରେଲୱେ ଷ୍ଟେସନ କଟକ ଭୁବନେଶ୍ୱର କଥା କହିବା ଇଏ ଗୋଟେ ସମ୍ବେଦନଶୀଳ ସ୍ଥାନ ଅନେକ ଏଠି ସାଧାରଣ ଜନତାଙ୍କର ଭିଡ ରହେ ସମାଗମ ରହେ ଲୋକମାନେ ବିଭିନ୍ନ ଜାଗାକୁ ଯାଆନ୍ତି ଆସନ୍ତି ଅଧିକାଂଶ ଆମେ ଦେଖୁଛୁ ଆତଙ୍କୀୟ ଯୋଉ କାର୍ଯ୍ୟକଳାପ ରହେ ଏମାନଙ୍କୁ ଟାର୍ଗେଟ କରାଯାଏ ସେଠି ସେମାନଙ୍କର ଗୋଟିଏ ଦୃଷ୍ଟି ରହିଥାଏ କି ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଥାଏ କିଭଳି ଆମେ ଲୋକମାନଙ୍କ ଜୀବନ ନେବା କିନ୍ତୁ ଏଇ ଘଟଣା ଭିତରେ ଯେତେବେଳେ ଦିଲ୍ଲୀ ପୋଲିସ ପାଖରେ ଖବର ରହୁଛି ଭୁବନେଶ୍ୱର ଆତଙ୍କୀ କାର୍ଯ୍ୟକଳାପ ରହୁଛି କିନ୍ତୁ ଭୁବନେଶ୍ୱର ପୋଲିସ ପାଖରେ ଏ ଖବର ନାହିଁ କେମିତି ଦେଖୁଛନ୍ତି ଘୋର ଲଜ୍ଜା ଆଜ୍ଞା କାହାକୁ କହିବା ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ଏମାନେ ମାନେ ଡିସିପ୍ଲିନ ଆମେ ତ ଡିସିପ୍ଲିନ ଡିପାର୍ଟମେଣ୍ଟ ଆଉ ଆମେ ଅନଡିସିପ୍ଲିନ କଣ କରୁଛେ କରୁନା ଆଉ ଆମେ ଖାଲି ଯୋଉ କଣ ଯୋଉ ଆପଣ ମାନଙ୍କୁ ମୁଁ ଟିକେ ଖାଲି ଗୋଟେ ମାନେ ସଜେସନ ଦଉଛି ଆଜ ଆଡଭୋକେଟ ହିସାବରେ ସେକ୍ସୁଆଲ ହାରାସମେଣ୍ଟ ବହି ଆଉ ବିଏନଏସ୍ ର ବହି ଆଉ ବିଏନଏସଏସ୍ ର ବହି ଟିକେ ଟେବୁଲ ଉପରେ ଟିକେ ରଖନ୍ତୁ ଆଉ ଓଏଲଆର ଆଉ ଆଇଏଲଆର ଆଉ ନୂଆ ନୂଆ ଡିସିସନ ଉପରେ ଟିକେ ତର୍ଜମା କରନ୍ତୁ ଇନଭେଷ୍ଟିଗେସନ କରନ୍ତୁ ପ୍ରପର ୱେରେ ଇନଭେଷ୍ଟିଗେସନ କରନ୍ତୁ ଏବଂ ଦୋଷୀ ଦଣ୍ଡ ପାଆନ୍ତୁ ଯିଏ ଦୋଷ କରିବ ସେ ଦଣ୍ଡ ପାଇବ କିନ୍ତୁ ଆଜି ଦିଲ୍ଲୀ ପୋଲିସ ଆସିକିରି ମାନେ ଯୋଉ ବାହା ନେଲେ ସେଇଟା ଯଦି ଆପଣ କରିଥାନ୍ତେ ପାଆନ୍ତୁ ଆପଣ ପ୍ରାଇଜ ପାଆନ୍ତୁ ଆଉ ଆମେ ମାନେ ଯୋଉମାନେ ଡିଫେନ୍ସର ଆଡଭୋକେଟ ଅଛୁ ଯୋଉ ମୁଦଲା ମାନେ ଖଲାସ ହଉଛନ୍ତି ଯୋଉ ସରକାରୀ ଓକିଲ ମାନଙ୍କୁ ଆପଣ ମାନେ ପ୍ରାଇଜରେ ଭୂଷିତ କରୁଛନ୍ତି ଏବଂ ଏବଂ ତାଙ୍କୁ ସାର୍ଟିଫିକେଟ ଗୋଟେ ଗୋଟେ ଦଉଛନ୍ତି ଆମେ ଯୋଉ ଡିଫେନ୍ସର ଯୋଉ ଆଡଭୋକେଟ ଭାଇ ମାନେ ଅଛୁ ଆମେ ବହୁତ ପରିଶ୍ରମ କରିକିରି ନୂଆ ନୂଆ ସାଇଟେସନ ନୂଆ ନୂଆ ଡିସିସନ ଦେଖିକିରି ଆମେ ବି ତାକୁ ପଢିକିରି ସେଇ ଅନୁସାରେ ଜେରା କରୁଛୁ ଆଉ କିଛି ଲୋକ ବି ଅଛନ୍ତି ମାନେ ଭଲ ମାର୍କ ପାଇଲେ ଆଉ ତାଙ୍କର କାମ କଲେ ବିନା ପରିଶ୍ରମରେ ବିନା ପାଠରେ ଆଜ୍ଞା ମାନେ କେସରୁ ଅନରେବଲ କୋର୍ଟ ଇଜ ଦେୟାର ସିଏ ବି ସ୍କୁଟିନାଇଜ କରୁଛନ୍ତି ରେକର୍ଡକୁ ଆପଣଙ୍କର ମାନେ ଇନଭେଷ୍ଟିଗେସନ ଇଏର ତରିକା ଆପଣଙ୍କର ଠିକ ନାହିଁ ଯାହା ଫଳରେ କି ମୁଦଲା ମାନେ ଖଲାସ ହେଇଯାଉଛନ୍ତି ଖଲାସ ହେଇଗଲା ପରେ କେମିତି ମଝିରେ ଗାଡି ଉପରେ ଥୋଇକିରି କେକ୍ କାଟୁଥିଲେ ମୁଦଲା ମାନେ ବେଲରେ ଆସିକିରି ମାନେ ସୋସିଆଲ ମିଡିଆର ଫଟୋ ଛାଡୁଛନ୍ତି ସେଇ ଆପଣ ଖାଲି ୱେଟ କରୁଛନ୍ତି ସୋସିଆଲ ମିଡିଆର ଫଟୋକୁ କିନ୍ତୁ ଏଠି କଣ ହେଲା ଆଜ୍ଞା ଆମ ଓଡିଶା ରାଜଧାନୀରେ ଯଦି କିଛି ସେମିତି ସାଂଘାତିକ ଘଟଣା ଯଦି ଘଟିଥାନ୍ତା କଣ ହେଇଥାନ୍ତା କହିଲେ ଦେଖିବା ମାନେ ମାନେ ଆମର ଅନରେବଲ ଡିଷ୍ଟ୍ରିକ୍ଟ ସେସନ ଜଜ କୋର୍ଟରେ ମାନେ ଯୋଉଠି ଗାଡି ଏଣ୍ଟ୍ରି କରୁଛି ଚାରିଚକିଆ ହଉ ବା ଦୁଇଚକିଆ ହଉ ସେଠି ମେଟାଲ ଡିଟେକ୍ଟର ନାହିଁ ଯୋଉଠି ଏକ୍ଜିଟ ପଏଣ୍ଟରେ ବି ମେଟାଲ ଡିଟେକ୍ଟର ନାହିଁ ଆପଣ ମାନେ ଆସୁଛନ୍ତି ଡଗ ସ୍କ୍ୱାଡ ନେଇକିରି କୋର୍ଟ ଭିତର ସାରା ମେଟାଲ ଡିଟେକ୍ଟ ଯୋଉ ଆପଣଙ୍କର ଯନ୍ତ୍ରପାତି ନେଇ ଆଉ ଡଗ ସ୍କ୍ୱାଡ ନେଇ ଡିଟେକ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି କୋର୍ଟ ଭିତରେ କିଛି ପାଉନାହାନ୍ତି ଯୋଉଠି ତଳେ ପାର୍କିଂ ରହୁଛି ଗାଡି ସେଠି ଯାଇକିରି ଟିକେ ଡିଟେକ୍ଟ କରୁଛନ୍ତି ଡଗ ସ୍କ୍ୱାଡ ନେଇକିରି କିଛି ନାହିଁ ଆଉ ଯେତେବେଳେ ଯିବ ଯିବ ଆମ ଜୀବନ ଯିବ ଆଉ କଣ କରିବା ଆମେ ତ ନିଜ କାର୍ଯ୍ୟ ତ କରିବାକୁ ପଡିବ ଡେ ଟୁ ଡେ ଲାଇଫରେ ପ୍ରଫେସନ କରିବାକୁ ପଡିବ ଆମେ ବାଧ୍ୟ ଯିବା ପାଇଁ ଆଉ ଅନରେବଲ କୋର୍ଟ ବି ଅଛନ୍ତି ଆମେ ତାଙ୍କ ପାଖରେ ବି ସଦାବେଳେ ଆମେ ନତମସ୍ତକ ତେଣୁ ଆପଣ ମାନଙ୍କର କାର୍ଯ୍ୟ ପ୍ରଣାଳୀର ଅଭାବରୁ ଅନରେବଲ କୋର୍ଟ ବି ବିରକ୍ତି ପ୍ରକାଶ କରୁଛନ୍ତି ଆପଣ ମାନଙ୍କର ଥାନା ଭିତରେ ଯୋଉ ଟାଇପର ବିହେଭ ଦେଖାନ୍ତି ବାହାରେ କୋର୍ଟରେ ଆପଣଙ୍କର ଜେରା ବେଳେ କାଠଗଡାରେ ଆପଣଙ୍କର ମନେ ପଡେନି କାହିଁକି ତେଣୁ ଆପଣ ମାନଙ୍କର ଇନଭେଷ୍ଟିଗେସନର ଏବଂ ଏଇ ଯୋଉ ଆଣ୍ଟି ଟେରରିଷ୍ଟ ଆକ୍ଟ ଯଦି ହେଲାଣି ପୁଣି ଭୁବନେଶ୍ୱରରୁ ଯଦି ମୁଦଲା ଧରା ହେଲାଣି ତେଣୁ ଏଇଠୁ ଆପଣଙ୍କର କେତେ ଇନଭେଷ୍ଟିଗେସନର କାର୍ଯ୍ୟ ପ୍ରଣାଳୀ ଏବଂ ଏ ଯୋଉ ଇଣ୍ଟେଲିଜେନ୍ସ ବ୍ୟୁରୋ ହଉ ବା ସିଆଇଡି ସିବି ହୁଅନ୍ତୁ ତାହାର ଏଥିରେ ଭ୍ରୁକ୍ଷେପ କିଛି ନାହିଁ ସେମାନେ ଆରାମରେ ନିଜ ଇଏ ଭିତରେ ନିଜ ପେଶା ଭିତରେ ନିଜେ ବୁଡି ରହୁଛନ୍ତି ଏବଂ ଯାହା ଫଳରେ କି ଆଣ୍ଟି ଟେରରିଷ୍ଟ ଆକ୍ଟ ଆଜି ଆମ ଓଡିଶା ରାଜଧାନୀରେ ଦେଖିବାକୁ ମିଳିଲା
ନିଶ୍ଚିତ ଭାବେ ଶୁଣୁଥିଲେ ପ୍ରତିକ୍ରିୟା ଯେ ଦିଲ୍ଲୀ ପୋଲିସର ସ୍ପେଶାଲ ବ୍ରାଞ୍ଚ କେଉଁଭଳି ଭାବେ ଆସିଲା ଭୁବନେଶ୍ୱରରେ ଛାପା ମାରିଲା ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଥିବା ଇମ୍ରାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ତାକୁ ଗିରଫ କରିଛି ଯାହା ପାଇଁ ଗୋଟେ ବରିଷ୍ଠ ଆଇନଜୀବୀ ଜଣେ ମଧ୍ୟ କ୍ଷୋଭ ପ୍ରକାଶ କରୁଛନ୍ତି କାହିଁକି ନା ଯଦି ଦିଲ୍ଲୀ ପୋଲିସ ଆସି ଏଠି ଗିରଫ କରିବା ପରେ ବାହା ନେଇ ପାରୁଛି ତାହେଲେ ଓଡିଶା ପୋଲିସ କରୁଛି କଣ କମିଶନ ପୋଲିସ କରୁଛି କଣ ଭୁବନେଶ୍ୱର କ୍ୟାପିଟାଲ ଥାନା କରୁଛି କଣ ତାକୁ ନେଇକି ବଡ ପ୍ରଶ୍ନ ସୃଷ୍ଟି ହେଇଛି ସାଧାରଣ ପୁରା ଚର୍ଚ୍ଚା ଚାଲିଛି ଆଉ ଗୋଟେ କଥା କହିଛନ୍ତି ଯେ ଯୋଉଠି ଆଇନର ରକ୍ଷକ ବା ଯୋଉଠି ନ୍ୟାୟ ମିଳୁଛି ଯୋଉ ନ୍ୟାୟର ମନ୍ଦିର ସେଠି ମଧ୍ୟ ମେଟାଲ ଡିଟେକ୍ଟର ନାହିଁ ଯାହାକୁ ନେଇକି ନିଜ ଜୀବନ ମଧ୍ୟ କେତେବେଳେ ଯାଇପାରେ ସେ ମଧ୍ୟ ସିଧାସଳଖ କ୍ଷୋଭ ପ୍ରକାଶ କରିଛନ୍ତି ଆପଣ ଦେଖୁଥିବେ ଯେ ନିଶ୍ଚିତ ଭାବେ ଗୋଟେ ବଡ କଥା ହଉଛି ଭୁବନେଶ୍ୱର ସେନ୍ସସ୍ କୋର୍ଟ ଯୋଉ ଅଛି ଜିଲ୍ଲା ଦଣ୍ଡାଧୀଶ କୋର୍ଟ ଏବଂ ହାଇକୋର୍ଟ ମଧ୍ୟ ସେଠି ମଧ୍ୟ ଗୋଟେ ମେଟାଲ ଡିଟେକ୍ଟର ଅଭାବ ରହୁଛି ଯୋଉଥିପାଇଁ କି ଇଏ ଆତଙ୍କୀ କାର୍ଯ୍ୟକଳାପ ସହିତ ଅନେକ ଅପରାଧିକ କାର୍ଯ୍ୟକଳାପ ହଉଛି ଯୋଉଥିପାଇଁ ସେମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ଏବେ ପ୍ରଶ୍ନ ଉଠୁଛି ଯେ ଓଡିଶାର ଇଣ୍ଟେଲିଜେନ୍ସ କରୁଛି କଣ ଆଉ ଓଡିଶାର ଇଣ୍ଟେଲିଜେନ୍ସର କେବେ ନିଦ ଭାଙ୍ଗିବ ଓଡିଶା ପୋଲିସ କେବେ ଆକ୍ଟିଭ ହେବେ ତାକୁ ନେଇ ସାଧାରଣ ବଡ ଚର୍ଚ୍ଚା ଚାଲିଛି ଭୁବନେଶ୍ୱର ଭିଡିଓ ଲୋକନାଥଙ୍କ ସହିତ ପୁନଃ ପ୍ରଧାନଙ୍କ ରିପୋର୍ଟ ଓଡିଶା ଭାସ୍କର।